ଏମିତି କିଛି ଜିନିଷ ଦେଖି ମୁଁ ତ ଜାଣିପାରିଲିନି ଏଇଟା କ'ଣ। ତ ଏଇଟା ଯଦି ଜାଣିବାକୁ ଚାହୁଁଛନ୍ତି ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ହ୍ୟାଲୋ ଗାଇଜ୍, ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ହେଲି ସବ୍ୟ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଓଡ଼ିଆ ବ୍ଲଗର ସବ୍ୟକୁ। ତ କାନାର ମୋର ବାହାରି ଯାଇଥିଲୁ ପଡ଼ିଆକୁ, ସିଏ କିନ୍ତୁ ଚାଟିଂ କରି ତାର ଯାଉଛି। ତାପରେ ଆମେ ପଳେଇଥିଲୁ ପଡ଼ିଆକୁ, ଦେଖିପାରୁଛୁ କିଛି ସମୟ ଚାଲିଲା ପରେ ଆମେ ଫାଇନାଲ୍ ଆସିକି ପହଞ୍ଚି ଯାଇଥିଲୁ ପଡ଼ିଆରେ। ଦେଖିପାରୁଥିବେ ତାର ମୋର ଆସିକି ଜଷ୍ଟ ପଡ଼ିଆରେ ପହଞ୍ଚିଛୁ କି ନାହିଁ, ଗୋଟେ ସାଙ୍ଗ ଛୁଆଟାର ଫୋନ୍ ଆସିଲା। ତ ସିଏ କହିଲା ମୁଁ ଆସିଛି ଗାଁକୁ, ଆସ। ମୁଁ କହିଲି ହଉ ଚାଲ, ଦେଖିପାରୁଛୁ ସେ କ'ଣ କହିବ। ତାପରେ ଆମେ ଆସିକି କିଛି ସମୟ ବସି ପଡ଼ିଲୁ। ବସିକି ଇଏ ହେଲା ରୂପାଲି, ଯିଏକି ମୋ ସାଙ୍ଗ। ଯଦି ଦେଖିପାରୁଥିବେ ଇଏ ଆସିଛି ବହୁତ ଦିନ ପରେ ଗାଁକୁ, ସେଥିଲାଗି ମୋତେ ଫୋନ୍ କଲା। ତାପରେ ଆସିଗଲୁ ଆଉ ଗୋଟେ ସାଙ୍ଗ ପାଖକୁ, ସିଏ ହେଲା ମାମୁନି, ଇଏ ହେଲା ରୂପାଲି। ଦେଖିପାରୁଥିବେ ସିଏ ମାମୁନି ବହୁତ ଲାଜ ହେଉଛି। ରୂପାଲି କହିଲା ହଉ ଛାଡ଼, ମୋ ଭିଡ଼ିଓ କର, ମୁଁ ତୁ ଦେଖ ମୋ ଆଡ଼କୁ କ୍ୟାମେରା କର। ତାପରେ ମୁଁ ପଳେଇଥିଲି ଫାଇନାଲ୍ ପଡ଼ିଆକୁ। ତ ଆମ ଛୁଆ ଭଲ ଖେଳିଲେ, ଭଲ ଖେଳିକି 50 ରନ୍ର ତାଙ୍କୁ ଟାର୍ଗେଟ୍ ଦେଲେ, ଦେଖିପାରୁଥିବେ। ତାପରେ ତାଙ୍କ ପାଳି ଆସିଲା, ତ ତାଙ୍କୁ ଆମେ ଅଲ୍ ଆଉଟ୍ କରିଦେଲୁ କିଛି ସମୟ ଭିତରେ। ତାପରେ ଆମେ ଫାଇନାଲ୍ ଜିତିଗଲୁ। ଦେଖିପାରୁଥିବେ ଆମ ପିଲାମାନେ ଏପର୍ଯ୍ୟନ୍ତ ବି ଯାଇନାହାନ୍ତି ପଡ଼ିଆରୁ, ତ ବସିଛନ୍ତି। ଆମେ କିଛି ସମୟ ବସୁ ବସୁ ଗୋଟେ ଜିନିଷ ନୋଟିସ୍ କଲୁ, ଦେଖିପାରୁଥିବେ ଆମ ଗାଁର ଏଇଟା କ'ଣ ମୁଁ ତ ଜାଣିନି, ଯଦି ଆପଣମାନେ ଜାଣିଥିବେ ନିହାତି କମେଣ୍ଟରେ କହିବେ। ତ ଏଇଟା ଆମେ ସବୁ ବାଇଆ ଦେଖିକି, ସବୁ ଛୁଆ ଦେଖିପାରୁଥିବେ ସବୁ ସେଇଠି ଅନେଇଛନ୍ତି। ତାପରେ ପଳେଇ ଆସିଲୁ ଆମେ ବାହାରିକି ଘରକୁ। ଆମ ସହିତ ଏବେ ଅଛନ୍ତି ମିଷ୍ଟର ଗଣେଶ, ଇଏ ହେଲା ଗଣେଶ। ଏପଟରେ ଅଛି କାହ୍ନା, ପଛପଟରେ ଆସୁଛି ପ୍ରକାଶ, ଏପଟରେ ଆସୁଛି ଦେବୁ। ତ ଫାଇନାଲ୍ ଆମେ ପଳେଇ ଆସିଲୁ ଘରକୁ। ତ ରହୁଛି, ଦେଖା ହବ ନେକ୍ସଟ ବ୍ଲଗ୍ରେ। ବାଏ ବାଏ।